ବର୍ତ୍ତମାନ ସୁଦ୍ଧା ମମତା ସାହୁଙ୍କର କୌଣସି ପତ୍ତା ମିଳିନାହିଁ। ଅନ୍ୟପଟରେ ଆପଣ ଯାହା କହୁଥିଲେ ଯେ ଯେଉଁ ଖୋଜାଖୋଜି କଥା ଅଗ୍ନିଶମ ବାହିନୀର ବର୍ତ୍ତମାନ ଖୋଜାଖୋଜି ବନ୍ଦ କରି ଦିଆଯାଇଛି, କାରଣ ପ୍ରଖର ସ୍ରୋତ ରହିଛି କାଠଯୋଡ଼ିରେ। ଆପଣ ଦେଖନ୍ତୁ, ଇଏ ଆମେ କାଠଯୋଡ଼ି ବ୍ରିଜ୍ ତଳେ ହିଁ ଅଛୁ ଏବଂ ତଳର ଚିତ୍ର ଦେଖନ୍ତୁ, ପାଣିର ସୁଅ ପ୍ରଖର ରହିଛି ଏବଂ ପାଖାପାଖି 3 ରୁ 4 କିଲୋମିଟର ଦୂର ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଯେଉଁମାନେ କର୍ମଚାରୀ ଅଛନ୍ତି ସେମାନେ ଦୀର୍ଘ ପାଖାପାଖି 1.5 ଘଣ୍ଟା ଧରି ଖୋଜାଖୋଜି କରିଥିଲେ, କିନ୍ତୁ ପାଣିରେ ଯେହେତୁ କରେଣ୍ଟ ଅଛି ଗୋଟେ ପ୍ରକାର ଅସୁବିଧା ସୃଷ୍ଟି ହେଲା ଏବଂ ରେସ୍କ୍ୟୁ ଅପରେସନ୍ ମଧ୍ୟ ବାଧା ଉପୁଜିଲା। ତେଣୁ ରେସ୍କ୍ୟୁ ଅପରେସନ୍କୁ ସେମାନେ ବନ୍ଦ କରିଛନ୍ତି। କିନ୍ତୁ ଆପଣ ଯାହା କହୁଥିଲେ ଯେ ପ୍ରକୃତରେ ସିଏ କାଠଯୋଡ଼ି ନଦୀରୁ ମଝିରୁ ବ୍ରିଜ୍ରୁ ଡେଇଁଛନ୍ତି ଅବା କେଉଁ ଆଡ଼େ ପଳେଇ ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ତାଙ୍କ ପରିବାର ଲୋକଙ୍କ କହିବା କଥା ଘରେ କୌଣସି ଗଣ୍ଡଗୋଳ ନଥିଲା, ଘରେ କୌଣସି ମନମାଳିନ ନଥିଲା। ହଠାତ୍ ଘରୁ ରାତି ପାଖାପାଖି 3ଟା ସମୟରେ ସେ ସ୍କୁଟି ଧରି ବାହାରିଛନ୍ତି, ଘରେ ଫୋନ୍ଟି ମୋବାଇଲ ଫୋନ୍ଟି ଛାଡ଼ି ଦେଇ ଆସିଛନ୍ତି ଏବଂ ତା ସହିତ ମଧ୍ୟ ସେ ସ୍କୁଟିରେ ଚାବି ଲଗାଇକି ଚପଲ ରଖି କେଉଁ ଆଡ଼େ ପଳାଇଛନ୍ତି। ଏବଂ ଦୁଇଟି କଥା, ପ୍ରଥମ କଥା ହେଉଛି ଯେ ତାଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ପୋଲିସ ତାର ଛାନବିନ ଆରମ୍ଭ କରିବ। ତାଙ୍କ ପାରିବାରିକ କିଛି କଳହ ଥିଲା କି, କାହା ସହିତ କିଛି ଶତ୍ରୁତା ଥିଲା କି, ପରିବାର ସହିତ କିଛି ମନମାଳିନ ଥିଲା କି, ତାହା ପୋଲିସ ତଦନ୍ତ କରିବ। ଅନ୍ୟପଟେ ତାଙ୍କର ଯେଉଁ କାର୍ଯ୍ୟକ୍ଷେତ୍ର ରହିଛି, ଯେଉଁଠି କଟକ ଷ୍ଟାଡିୟମ ସ୍ଥିତ ଘରୋଇ ସ୍କୁଲରେ ଦୀର୍ଘ 12 ରୁ 13 ବର୍ଷ ଧରି ସେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ, ସେଠାରେ କର୍ମକ୍ଷେତ୍ରରେ କିଛି ଚାପ ଥିଲା କି ତାହା ମଧ୍ୟ ପୋଲିସ ଅନୁସନ୍ଧାନ କରିବ। ଏବଂ ସବୁଠୁ ବଡ଼ କଥା ହେଉଛି ପୂଜା, ଯେ ପୋଲିସ ଯେଉଁ ସିସିଟିଭି ରହିଛି, କାରଣ ଆପଣ ଯଦି ଦେଖିବେ ବ୍ରିଜ୍ର ଗୋଟିଏ ପଟ ମୁଣ୍ଡରେ ସିସିଟିଭି ରହିଛି, ଅନ୍ୟପଟରେ ମଧ୍ୟ ସିସିଟିଭି ରହିଛି, ଦୁଇ ପଟେ ସିସିଟିଭି ରହିଛି। ତ ସିସିଟିଭିରୁ ମଧ୍ୟ ସ୍ପଷ୍ଟ ହୋଇପାରିବ ଯେ ପ୍ରକୃତରେ କେତେ ସମୟରେ ମମତା ବ୍ରିଜ୍ ଉପରକୁ ଆସିଥିଲେ ଏବଂ କେତେ ସମୟରେ ସେ ବ୍ରିଜ୍ରୁ ଡେଇଁଛନ୍ତି ଏବଂ କେଉଁ ସମୟରେ ଯଦି କୁଆଡ଼େ ଯାଇଥିବେ, କାହା ବାଇକ୍ରେ ବି ମଧ୍ୟ ବସିକି ଅନ୍ୟପଟକୁ ଯାଇଥିବେ ତାହା ମଧ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କହିଥିବ ଏବଂ ଯଦି ଫେରିକି ମଧ୍ୟ ଆସିଥିବେ ସେହି ବାଟ ଦେଇ ସିସିଟିଭି କ୍ୟାମେରାରେ ମଧ୍ୟ କହିଥିବ। ତ ପୋଲିସ ତାର ଛାନବିନ କଲାପରେ, ପୋଲିସ ତାର ଅନୁସନ୍ଧାନ କଲାପରେ ପ୍ରକୃତ ସତ୍ୟ ପଦାକୁ ଆସିବ। ପ୍ରକୃତରେ ମମତା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଅବା କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ପୂଜା ଯେ ପ୍ରକୃତରେ ମମତା କ'ଣ କରିଛନ୍ତି। କିନ୍ତୁ ଆଉ ସବୁଠୁ ବଡ଼ କଥା ହେଉଛି ତାଙ୍କ ପାରିବାରିକ କଳହ କଥା, ଯାହା ତାଙ୍କ ବଡ଼ ଯିଏ ରହିଛନ୍ତି ଦେଢ଼ଶୁର ଏବଂ ତାଙ୍କ ସହିତ ଦିଅର, ତାଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲୁ। ସେମାନେ କହିବା କଥା ଯେ ଘରେ କୌଣସି ମନମାଳିନ ନଥିଲା, ତାଙ୍କ ପାରିବାରିକ ଆଉ କିଛି ସମସ୍ୟା ଥିଲା କି, କିଛି ଚାପରେ ଥିଲେ କି ଏବଂ ଘରେ କିଛି କାହା ସହିତ ଝଗଡ଼ା ହୋଇଥିଲା କି ତାହା ମଧ୍ୟ ପୋଲିସ ବର୍ତ୍ତମାନ ଅନୁସନ୍ଧାନ କରିବ ଏବଂ ଖୋଜିକି ବାହାର କରିବ। ସ୍କୁଟିଟିକି ମଧ୍ୟ ମରକତନଗର ଥାନାରେ ରଖାଯାଇଛି, ପୋଲିସ ତାର ତଦନ୍ତ କରୁଛି।